देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ସଂସଦରେ ଉପସ୍ଥାପିତ ହେଲା ଆର୍ଥିକ ସର୍ବେକ୍ଷଣ ରିପୋର୍ଟ। ବଜେଟ୍ ଅଧିବେଶନ ଆରମ୍ଭ ହେବା ସହ ପ୍ରଥମ ଦିନରେ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। 2023-24 ବର୍ଷରେ ବିକାଶ ଦର 6ରୁ 6.8% ରହିବ ବୋଲି ଅନୁମାନ କରାଯାଇଛି। ଆର୍ଥିକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ପ୍ରତିଟି କ୍ଷେତ୍ରରେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି। ଅର୍ଥବ୍ୟବସ୍ଥା ସ୍ଥିତି ମହାମାରୀର ପୂର୍ବ ସ୍ଥିତିକୁ ଫେରିଛି। 2022 ଏପ୍ରିଲରୁ ନଭେମ୍ବର ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ଋଣ ପ୍ରଦାନ ବଢ଼ିଛି। 220 କୋଟିରୁ ଅଧିକ କୋଭିଡ୍ ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇଛି। 2047 ସୁଦ୍ଧା ଭାରତ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଲାଗି ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ୍ ମିଶନରେ କାମ କରୁଛି। ନମ୍ବର 2, ମେରୁ ଚାଲିବ ଆନ୍ତର୍ଜାତିକ ବିମାନ, ହେଲା MOU। ଆସନ୍ତା ମେ ମାସରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରିବ। ଏଥିପାଇଁ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି। ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଆନ୍ତର୍ଜାତିକ ବିମାନ ଚଳାଚଳ ନିମନ୍ତେ ମାର୍ଚ୍ଚ ସୁଦ୍ଧା ପୁରୁଣା ଟର୍ମିନାଲ କୋଠାକୁ ନବୀକରଣ କରାଯାଉଛି। ତାପରେ ଆନ୍ତର୍ଜାତିକ ବିମାନ ଚଳାଚଳର ଟ୍ରାଏଲ୍ ହେବ ଓ ମେ ମାସରୁ ଚୂଡ଼ାନ୍ତ ବିମାନ ଚଳାଚଳ କରିବ। MOU ଅନୁସାରେ ଇଣ୍ଡିଗୋ ଦ୍ୱାରା ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ 186 ସିଟ୍ ବିଶିଷ୍ଟ ବିମାନ ସିଧାସଳଖ ଚଳାଚଳ କରିବ। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଟିକେଟ୍ ବିକ୍ରି ମାଧ୍ୟମରେ ରାଜ୍ୟ ସରକାର ରାଜସ୍ୱ ସଂଗ୍ରହ କରିବେ। ନମ୍ବର 3, LACରୁ LOC ଯାଏଁ ଦେଇଛୁ କଡ଼ା ଜବାବ, କହିଲେ ରାଷ୍ଟ୍ରପତି ମୁର୍ମୁ। ସଂସଦରେ ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। କାଲି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ଆତ୍ମନିର୍ଭର ହେବ। ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢ଼ିଛି। ବର୍ତ୍ତମାନ ଭାରତରେ ଏକ ସ୍ଥାୟୀ ଓ ନିର୍ଣ୍ଣାୟକ ସରକାର ଚାଲିଛି। ବିକାଶ ସହ ବଢ଼ୁଛି ଭାରତ। 2046 ସୁଦ୍ଧା ଆମକୁ ସ୍ୱର୍ଣ୍ଣିମ ଭାରତ ଗଢ଼ିବାର ଅଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସରକାର ଆତଙ୍କବାଦକୁ ଦୃଢ଼ ଜବାବ ଦେଉଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍ ଆତଙ୍କବାଦୀଙ୍କ ଉପରେ କଠୋର ପ୍ରହାର କରିଛି। LOCରୁ LAC ଯାଏଁ ଶତ୍ରୁକୁ ସବୁଠି ମୁହଁତୋଡ଼ ଜବାବ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ନମ୍ବର 4, ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶର ଅଭିବୃଦ୍ଧି ହାର କମିବ। ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାଲି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହାପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଭି ଅନନ୍ତ ନାଗେଶ୍ୱରନ୍ ସାମ୍ବାଦିକ ସମ୍ମିଳନୀ କରି ସର୍ଭେ ରିପୋର୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି। 2023-24 ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର କମିବ। 2023-24 ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 7% ତୁଳନାରେ 6.5%କୁ ଖସିବ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଭାରତ ମହାମାରୀ ପୂର୍ବ ସ୍ଥିତିକୁ ଧୀରେ ଧୀରେ ଫେରୁଥିବା ଡକ୍ଟର ନାଗେଶ୍ୱରନ୍ କହିଛନ୍ତି। ଗୋଟିଏ ପଟେ ସରକାର ମହାମାରୀ ପରେ ଦେଶର ଅର୍ଥନୀତି ଟ୍ରାକ୍କୁ ଫେରିଛି ଓ ବିଶ୍ୱ ତୁଳନାରେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି ବୋଲି ଦାବି କରୁଥିବା ବେଳେ ଅଭିବୃଦ୍ଧି ହାର ପାଇବା ନେଇ ଆକଳନ କରିବା ସମସ୍ତଙ୍କୁ ଚକିତ କରିଛି। ପାଣିପାଗ ସୂଚନା, ଆଜିଠୁ ଶୀତ ଫେରିବ। ଆଜିଠାରୁ ରାଜ୍ୟରେ ଶୀତ ଅନୁଭୂତ ହେବ। ପାରଦ ପାଖାପାଖି 2ରୁ 4 ଡିଗ୍ରୀ ଯାଏଁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜିଠାରୁ ତାପମାତ୍ରାରେ ପରିବର୍ତ୍ତନ ଘଟିବ। ଅନ୍ୟପଟେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ଆଜି ସକାଳୁ ପାଗ ମେଘୁଆ ରହିଥିଲା। ମଧ୍ୟାହ୍ନରେ ଆକାଶ ନିର୍ମଳ ହେବା ସହ ଖରା ମଧ୍ୟ ତୀବ୍ର ହୋଇଥିଲା। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ 35.5 ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତାକାଲି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଦିନରେ ପାଗ ଆଂଶିକ ମେଘୁଆ ରହିବ। ସନ୍ଧ୍ୟା ସୁଦ୍ଧା ଆକାଶ ମେଘାଚ୍ଛନ୍ନ ହୋଇଯାଇପାରେ। ସର୍ବୋଚ୍ଚ ତାପମାତ୍ରା 30 ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା 19 ଡିଗ୍ରୀ ମଧ୍ୟରେ ରହିବ। ନମ୍ବର 6, ବ୍ୟଭିଚାର କଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ସଶସ୍ତ୍ର ବଳ, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ। ବ୍ୟଭିଚାର ଆଚରଣ କଲେ ଅଧିକାରୀଙ୍କ ଉପରେ ସଶସ୍ତ୍ର ବଳ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ବ୍ୟଭିଚାର ଉପରେ 2018ରେ ଦେଇଥିବା ନିଷ୍ପତ୍ତିକୁ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ସଶସ୍ତ୍ର ବଳ ବ୍ୟଭିଚାର ପାଇଁ ନିଜ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ପ୍ରକୃତରେ ସୁପ୍ରିମକୋର୍ଟ IPC ଅନୁଯାୟୀ ବ୍ୟଭିଚାର ରଦ୍ଦ କରିବାକୁ ନେଇ 2018ରେ ଦେଇଥିବା ନିଷ୍ପତ୍ତିକୁ ସ୍ପଷ୍ଟ କରିଛି। ସୁପ୍ରିମକୋର୍ଟ କହିଛନ୍ତି 2018ର ନିଷ୍ପତ୍ତି ସେନା ଆକ୍ଟ ସହ ଜଡ଼ିତ ନଥିଲା। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ସଶସ୍ତ୍ର ବଳ ବ୍ୟଭିଚାର ପାଇଁ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ନମ୍ବର 7, ଭୁବନେଶ୍ୱରରୁ ଜାମଶେଦପୁରକୁ ଉଡ଼ିଲା ବିମାନ। ଭୁବନେଶ୍ୱରରୁ ଜାମଶେଦପୁରକୁ ଉଡ଼ିଲା ବିମାନ। ଉଡ଼ାଣ ସ୍କିମ୍ରେ ଇଣ୍ଡିଆ ୱାନ୍ ଏୟାର ପକ୍ଷରୁ କାଲି ସକାଳ 7:30ଟାରେ ପ୍ରଥମ ବିମାନ ଉଡ଼ିଛି। ଖୁବ୍ ଶୀଘ୍ର 2ଟି ମାର୍ଗକୁ ଯୋଗ କରି ଭୁବନେଶ୍ୱରରୁ ଜାମଶେଦପୁର ଓ ଅନ୍ୟଟି ଜାମଶେଦପୁରରୁ କୋଲକାତା ଏହି ବିମାନ ଉଡ଼ିବ। ବର୍ତ୍ତମାନ ଭୁବନେଶ୍ୱର ଜାମଶେଦପୁର କୋଲକାତା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ବିମାନ ଭୁବନେଶ୍ୱରରୁ ସକାଳ 7:30ଟାରେ ବାହାରିଥିଲା। ମାତ୍ର ଆଗକୁ ପ୍ରତିଦିନ ଏହା ଭୁବନେଶ୍ୱରରୁ ସକାଳ 6:30ଟାରେ ବାହାରି
ଜାମସେଦପୁରରେ 7:50ରେ ପହଞ୍ଚିବ। ଜାମସେଦପୁରରୁ 8:15ରେ ଛାଡ଼ି କୋଲକାତାରେ 9:20ରେ ପହଞ୍ଚିବ। ସେହିପରି କୋଲକାତାରୁ 10:10ରେ ବାହାରି ଜାମସେଦପୁରରେ 11:15 ଓ ଜାମସେଦପୁରରୁ ଅପରାହ୍ନ 12:15ରେ ବାହାରି ଭୁବନେଶ୍ୱରରେ ଅପରାହ୍ନ 2:05ରେ ପହଞ୍ଚିବ। ଖୁବ୍ କମ୍ ଦିନରେ ଭୁବନେଶ୍ୱର ଉତ୍କେଲା ରାୟପୁର ରୁଟ୍ ବି ଲଞ୍ଚ କରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ନମ୍ବର 8 ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ, ଅଦାନୀ ବିଶ୍ୱ ଧନୀ ତାଲିକାର ଟପ୍ 10ରୁ ଆଉଟ୍। ରିସର୍ଚ୍ଚ କମ୍ପାନୀ ହିଣ୍ଡେନବର୍ଗର ଖୁଲାସା ପରେ ଭାରତର 1 ନମ୍ବର ଧନୀ ଗୌତମ ଅଦାନୀଙ୍କ ସମ୍ପତ୍ତି ହ୍ରାସ ପାଇବାରେ ଲାଗିଛି। ଅଦାନୀ ଗ୍ରୁପ ଲୋକଙ୍କୁ ମିଛ କହି ନିଜ ସେୟାର ମୂଲ୍ୟ ବୃଦ୍ଧି କରି ଠକେଇ କରୁଥିବା କଥା ହିଣ୍ଡେନବର୍ଗ କହିବା ପରେ ହଇଚଇ ସୃଷ୍ଟି ହୋଇଛି। ରିପୋର୍ଟକୁ ଅଦାନୀ ଗ୍ରୁପ ବିଭ୍ରାନ୍ତିକର କହିଥିଲେ ମଧ୍ୟ ଏହାର ସେୟାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକଦା ବିଶ୍ୱ ଧନୀ ତାଲିକାର 3 ନମ୍ବର ସ୍ଥାନରେ ଥିବା ଗୌତମ ଅଦାନୀ ରିପୋର୍ଟ ପ୍ରକାଶ ପାଇବା ପରେ 7 ନମ୍ବରରୁ ଖସିଥିଲେ। କାଲି ସ୍ଥିତି ଆହୁରି ଖରାପ ହେବାରୁ ସେ ବିଶ୍ୱ ଧନୀ ତାଲିକାର ଟପ୍ 10ରୁ ବିଦା ହୋଇଛନ୍ତି। ଏହାର ଅର୍ଥ ଅଦାନୀ ଗ୍ରୁପ ଓ ଗୌତମ ଅଦାନୀଙ୍କ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ସେହିପରି କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇବାରୁ ନିବେଶକମାନେ କ୍ଷତି ସହିବାରେ ଲାଗିଛନ୍ତି। ନମ୍ବର 9 ୟୁକ୍ରେନକୁ F-16 ଯୁଦ୍ଧ ବିମାନ ଦେବାକୁ ମନା କଲେ ବାଇଡେନ୍। ରୁଷ ୟୁକ୍ରେନ ଯୁଦ୍ଧକୁ ଗୋଟିଏ ବର୍ଷ ପୂରିବାକୁ ଯାଉଛି। ନିକଟ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଶେଷ ହେବାର କୌଣସି ସମ୍ଭାବନା ନଜର ଆସୁନାହିଁ। ରୁଷ ଲଗାତାର ନିଜ ଆକ୍ରମଣରେ ୟୁକ୍ରେନ ଉପରେ ନିଆଁ ବର୍ଷା କରାଉଛି। ଅନ୍ୟପଟେ ୟୁକ୍ରେନ ମଧ୍ୟ ନିଜର ପୂର୍ଣ୍ଣ ସାମର୍ଥ୍ୟ ସହ ଲଢ଼େଇ କରୁଛି। ଦୁଇ ଦେଶ ମଧ୍ୟର ଯୁଦ୍ଧରେ ୟୁରୋପୀୟ ଦେଶ ଏବଂ ଆମେରିକା ନିଜ ନିଜ ବଡ଼ ଅନୁସାରେ ୟୁକ୍ରେନକୁ ସହଯୋଗ କରୁଛନ୍ତି। ଏହାରି ଭିତରେ ଆମେରିକା ଏକ ବଡ଼ ନିଷ୍ପତ୍ତି ନେଇ ୟୁକ୍ରେନକୁ F-16 ଯୁଦ୍ଧ ବିମାନ ଦେବାଠାରୁ ପଛକୁ ହଟିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ରୁଷ ବିରୁଦ୍ଧ ଲଢ଼େଇରେ ୟୁକ୍ରେନ ଯେଉଁ F-16 ଯୁଦ୍ଧ ବିମାନର ସହାୟତା ଲୋଡ଼ିଛି ତାହା ଆମେରିକା ଦେବ ନାହିଁ। ନମ୍ବର 10 ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଶାଖାପଟ୍ଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ। ବଦଳିବ ଆନ୍ଧ୍ରପ୍ରଦେଶର ରାଜଧାନୀ, ବିଶାଖାପଟ୍ଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ। ଆଗାମୀ କିଛି ମାସ ମଧ୍ୟରେ ରାଜଧାନୀ ବଦଳିବା ପ୍ରକ୍ରିୟା ଶେଷ ହେବ ବୋଲି କାଲି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଘୋଷଣା କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଜଗନ ପୁଞ୍ଜିପତି ଓ ନିବେଶକଙ୍କୁ ଆନ୍ଧ୍ରକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ଚଳିତ ବର୍ଷ ମେ ମାସରେ ବିଶାଖାପଟ୍ଟନମରେ ଆୟୋଜିତ ହେବାକୁ ଥିବା 2 ଦିନିଆ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀକୁ ସେ ସମସ୍ତ ଶିଳ୍ପପତି ଆସନ୍ତୁ ବୋଲି କହିଛନ୍ତି। ଜଗନ କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ ଏଠାରେ ବିଶାଖାପଟ୍ଟନମକୁ ନିମନ୍ତ୍ରଣ କରୁଛି କାରଣ ବିଶାଖାପଟ୍ଟନମ ଆମର ରାଜଧାନୀ ହେବାକୁ ଯାଉଛି। ଆଗାମୀ ଦିନରେ ମୁଁ ମଧ୍ୟ ବିଶାଖାପଟ୍ଟନମକୁ ଚାଲି ଆସିବି। ଆଗାମୀ କିଛି ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ନମ୍ବର 11 ମୋରବୀ ଝୁଲା ପୋଲ ଭୁଷୁଡ଼ିବା ଘଟଣା, ଆତ୍ମସମର୍ପଣ କଲେ ଓରେବା ଗ୍ରୁପ ଅଧ୍ୟକ୍ଷ। ଗୁଜରାଟର ମୋରବୀ ଝୁଲାପୋଲ ଭୁଷୁଡ଼ିବା ଘଟଣାର ଅଭିଯୁକ୍ତ ତଥା ଓରେବା ଗ୍ରୁପର ଅଧ୍ୟକ୍ଷ ଜୟସୁଖ ପଟେଲ କାଲି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଝୁଲାପୋଲ ମରାମତି ଦାୟିତ୍ୱ ଓରେବା ଗ୍ରୁପ ନେଇଥିଲା। ତେବେ ଗତବର୍ଷ ଏହା ଭୁଷୁଡ଼ି ପଡ଼ିବାରୁ 135 ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ପୁରା ଦେଶ ଏହି ଖବରରେ ସ୍ତବ୍ଧ ହୋଇଯାଇଥିଲା ବେଳେ ଓରେବା ଗ୍ରୁପର ଜୟସୁଖ ଫେରାର ହୋଇଯାଇଥିଲେ। ତାଙ୍କୁ ପୁଲିସ ଏହି ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଇ ଖୋଜୁଥିଲା। କାଲି ସେ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ନମ୍ବର 12 ନବ ଦାସ ହତ୍ୟା ମାମଲା, ଏସ୍ପି ଓ ଏସ୍ଡିପିଓଙ୍କୁ ବଦଳି ଉଠିଲା ପ୍ରଶ୍ନ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବାର 48 ଘଣ୍ଟା ପରେ ବି ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ରାଜ୍ୟ ସରକାର କାଲି ଝାରସୁଗୁଡ଼ା ଜିଲ୍ଲା ପୁଲିସ ଏସ୍ପି ଓ ଏସ୍ଡିପିଓଙ୍କୁ ବଦଳି କରିଛନ୍ତି। ତେବେ ପରିବାର ସଦସ୍ୟ ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ହତ୍ୟା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ ହେଉଥିବା ବେଳେ ପୁଲିସ ବଦଳିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଝାରସୁଗୁଡ଼ା ଏସ୍ପି ଆଇପିଏସ୍ ରାହୁଲ ଜୈନଙ୍କୁ ପୁଲିସ ମୁଖ୍ୟାଳୟ ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ବରଗଡ଼ ଜିଲ୍ଲା ଏସ୍ପି ଆଇପିଏସ୍ ପରମାର ସ୍ମିତ ପୁରୁଷୋତ୍ତମଙ୍କୁ ଝାରସୁଗୁଡ଼ା ଏସ୍ପି, ବୌଦ୍ଧ ଏସ୍ପି ଆଇପିଏସ୍ ପ୍ରହ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସ୍ପି ଏବଂ ରାୟଗଡ଼ର ଅତିରିକ୍ତ ଏସ୍ପି ଆଇପିଏସ୍ ରାଜପ୍ରସାଦଙ୍କୁ ବୌଦ୍ଧ ଏସ୍ପି ଭାବେ ବଦଳି କରାଯାଇଛି। ଏହା ପୂର୍ବରୁ ଆଜି ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ 8 ମଲ୍ଲିକ ଏସ୍ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ନମ୍ବର 13 ଜୟ ଜୟ ମହାରାଷ୍ଟ୍ର ମାଝାକୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା। ମହାରାଷ୍ଟ୍ର ସରକାର ମଙ୍ଗଳବାର ରାଜ୍ୟ ସଙ୍ଗୀତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏକନାଥ ସିନ୍ଦେ ସରକାର ଜୟ ଜୟ ମହାରାଷ୍ଟ୍ର ମାଝାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀ ମହାରାଜଙ୍କ ଜନ୍ମବାର୍ଷିକୀ ଫେବୃଆରୀ 19ରେ ଗ୍ରହଣ କରାଯିବ। ମହାରାଷ୍ଟ୍ର କ୍ୟାବିନେଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମରାଠା ଭାଷାରେ ଥିବା ଏକ ପ୍ରତୀକାତ୍ମକ ଗୀତ ମଧ୍ୟରୁ ଜୟ ଜୟ ମହାରାଷ୍ଟ୍ର ମହାରାଜା ଗରଜା ମହାରାଷ୍ଟ୍ର ମାଝା ବେଶ୍ ଲୋକପ୍ରିୟ। ଏହି ଗୀତ ସେମାନଙ୍କ ଭାବନାଙ୍କ ସହିତ ଜଡ଼ିତ ବୋଲି କୁହାଯାଏ। ପ୍ରସିଦ୍ଧ କବି ରାଜା ବୋଧେ ଏହାକୁ ଲେଖିଥିବା ବେଳେ ସାହିର ସାବଲ ନାମରେ ଜଣାଶୁଣା ବାଲାଦୀର କୃଷ୍ଣରାଓ ସାବଲଙ୍କ ଦ୍ୱାରା ଗୀତ ଗାନ କରାଯାଇଥିଲା। ନମ୍ବର 14 ମନମୋହନ ସିଂଙ୍କୁ ବ୍ରିଟେନରେ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଲଣ୍ଡନରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି।
आर्थिक और राजनैतिक जीवन में तांकर योगदान लगी यह सम्बर्धना मिली। इंडिया यूके अचीवर्स ऑनर्स द्वारा जीवनव्यापी योगदान निमंते यह सम्मान प्रदान कर NISU लंडन पक्षर श्री सिंह को नुआ दिल्ली रे यह सम्मान प्रदान कर दिज्व। यह सम्मान लगी मनमोहन सिंह एक लिखित वार्तार धन्यवाद जनइछंती। नंबर 15 दुष्कर्म मामलें आसाराम को पुणी आजीवन जेल। आश्रम भितर महिला अनुगामी को बारंबार दुष्कर्म करिथिबा आत्मघोषित बाबा आसाराम बापू को आजीवन जेल दंड मिली। सोमवार गुजरातर गांधीनगर में गोटे कोर्ट यह मामलें दोषी सब्यस्त करथिले। काली सेशंस कोर्ट विचारपति DK सोनी समस्त जुक्ति शुणिबा परे आसाराम को आजीवन जेल दंड दंडित करिसेंती। यह पूर्व 2013 मसीह जड़े नाबालिका को दुष्कर्म करने घटना आसाराम बापू को आजीवन जेल दंड मिलता। एवं 81 वर्षीय आसाराम जोधपुर जेल रे रही। नंबर 16 इस्राएल हाइफा बंदर को अधिग्रहण कला अदानी ग्रुप। भारतर अदानी ग्रुप इस्राएल हाइफा बंदर अधिग्रहण करिछि। गत वर्ष जुलाई रे अदानी पोर्ट्स एंड स्पेशल इकोनॉमिक जोन एवं इस्राएल गार्डोट ग्रुप रो एक कंसोर्टियम इस्राएल हाइफा बंदर को $1.18 बिलियन अधिग्रहण करने को बिड करिथिला। गुरुत्वपूर्ण कथा हेउछि चीन मध्य यह बंदर अधिग्रहण पर उद्यम करुथिला। इस्राएल प्रधानमंत्री बेंजामिन नेतान्याहू को अदानी ग्रुप सहित हाइफा बंदर चुक्ति को एक बड़ माइलखुंट बोली वर्णना करिसेंती। नंबर 17 राज्य चलचित्र पुरस्कार मनोनयन तालिका असिद्ध घोषणा हेब सानी तालिका। घोषणा हेब राज्य चलचित्र पुरस्कार मनोनयन तालिका को हाइकोर्ट असिद्ध घोषणा करिबा परे पुणी राज्य चलचित्र पुरस्कार पर मनोनयन कराजिबो। एने ओडिया भाषा साहित्य संस्कृति विभाग पक्षरु मानस मंथन आरंभ होईछि। 2019 मसीहा पर घोषणा होइतिबा राज्य चलचित्र पुरस्कार मनोनयन तालिका को हाइकोर्ट असिद्ध घोषणा करथिले। या परे संस्कृति विभाग पक्षरु मानस मंथन आरंभ होइतिबा बेले चलचित्र पुरस्कार मनोनयन पर नियोजित होइतिबा विचारकंक उपरे हाइकोर्ट कौनसी आपत्ति उठै नथिले। तेबे एही विचारक मंडली को नहीं सानी तालिका प्रस्तुत कराजिबो बोली निष्पत्ति निया जाइछि। आईन विभाग मध्य सम्मति जनइछंती किपरि सानी मनोनयन तालिका प्रस्तुत कराजिबो से नहीं संस्कृति विभाग विचारक मंडलीर सदस्यों को डाकी प्रारंभिक आलोचना करिछंती। नंबर 18 आउ नाहंती पूर्वतन केंद्र आईन मंत्री शांति भूषण। आउ नाहंती देशर जनाशुना वकील तथा पूर्वतन आईन मंत्री शांति भूषण। काली से समस्त को छाड़ी परपारी को चली जाइछंती। मृत्यु बेड़ को 97 वर्ष बयस होइथिला। शांति भूषण होइछंती वर्तमान सुप्रीमकोर्टर वरिष्ठ आईनजीवी तथा सामाजिक कर्मी प्रशांत भूषण बापा। शांति भूषण मध्य तांको समय अनेक हाई प्रोफाइल मामला लड़ीथिले। इलाहाबाद हाइकोर्ट रे से राज नारायण मामला लड़ी चर्चा को आसीथिले। राज नारायण तत्कालीन प्रधानमंत्री इंदिरा गांधी निर्वाचन विजय को चैलेंज करथिले। एही मामला को शांति भूषण लड़ीथिले। नंबर 19 डॉक्यूमेंटरी विवाद बीबीसी सह चाइनार लिंक थिबा कहिले बीजेपी सांसद। प्रधानमंत्री नरेंद्र मोदी और गुजरात दंगा उपरे बीबीसी प्रस्तुत करिथिबा डॉक्यूमेंटरी को नहीं विवाद थमिबार ना धरुनी। बीबीसी डॉक्यूमेंटरी को नहीं भारत सरकार देशर ब्यान करिथिबा बेले मामला सुप्रीमकोर्ट रे पहुंची। एसबु भितर बीजेपी सांसद तथा वरिष्ठ आईनजीवी महेश जेठमलानी बीबीसी सह चाइनार लिंक थिबा अभियोग करिसेंती। बीबीसी एवं टंका आवश्यक करुछि और चाइना लिंक थिबा हुवेई ठारू आर्थिक सहायता पाउछि बोली से कहिसेंती। बीबीसी चाइनार एजेंडा को प्रचार प्रसार करने को टंका नेउछि। यह सीधा सड़क गोटे टंका पई अपप्रचार डील। बीबीसी मुंड बिक्री करुथुबा संस्था। नंबर 20 अण यूरोपीय देश डेइले युद्ध को यूक्रेन समर्थन में बाहरिला ऑस्ट्रेलिया। रूसिया यूक्रेन युद्ध एवं विश्व को तृतीय विश्वयुद्ध द्वार देश में छेड़ा कर यूरोपीय देशों सह एवं अण यूरोपीय देश यूक्रेन को युद्धर समर्थन कले। रूसिया एपर्यंत एकाकी युद्ध लड़ुछि। तेबे यूक्रेन को जेपरी समर्थन और अस्त्रशस्त्र सहायता मिलुछि सेथिरे विचलित रूसिया एवं परमाणु आक्रमण लगी प्रस्तुति रे जुटी जाइछि। यूक्रेन को एपर्यंत अमेरिका ब्रिटेन जर्मनी फ्रांस और पोलैंड समर्थन करि आसुछंती। तेबे प्रथम थर अण यूरोपीय देश ऑस्ट्रेलिया यूक्रेन समर्थन में बाहरिछि। एही सबु देश माने यूक्रेन को युद्ध अस्त्रशस्त्र सह सबु प्रकार जरूरी सहायता प्रदान करुछंती। नंबर 21 दुई ख्रीष्ट धर्मयाजकों ठिकाणा आयकर विभाग रेड। पंजाबर दुई ख्रीष्टियान धर्मयाजक बलजिंदर सिंह और हरप्रीत देओल विभिन्न ठिकाणा काली आयकर विभाग रेड करिछि। काली भाटिंडा हरियाणा जम्मू अमृतसर आयकर टीम एककालीन विभिन्न स्थान में रेड करिसेंती। अमृतसर कुराली और नुआ चंडीगढ़ रे थिबा बलजिंदर और हरप्रीत विभिन्न ठिकाणा में रेड कर जाइछि। एही दुई ख्रीष्ट धर्मयाजक जलिंदर अंचल में मूल बासिंदा। ए बाद आयकर विभाग काली सकाळु विभिन्न चर्च और सेठारे पूजार्चना करुथुबा फादरंक घरे मध्य रेड करिथिला। नंबर 22 मस्जिद रे विस्फोरण घटना 93 को बढ़िला मृत्यु संख्या। पाकिस्तान पेशावर ठारे थिबा गोटे मस्जिद रे सोमवार होइतिबा आत्मघाती हमला रे मृत्यु संख्या 93 को वृद्धि पाई। विस्फोरण जोगु मस्जिदर गोटे पार्श्व भुशुड़ी पड़िथिला।
उक्त ध्वंसावशेष तळू काली भी अनेक मृतदेह उद्धार होईछि। एबे भी उद्धार कार्य जारी रहिथिबारु मृत्यु संख्या वृद्धि पाइबार आशंका प्रकाश पाइछि। सेहिपरि 221 जन लोक आहत होई हस्पिटाल रे चिकित्सित हेउछन्ति। सेमानक मध्यरु अधिकांश लोकଙ୍କ अवस्था एबे भी संकटापन्न रहिछि। गोटिए पटे उद्धार कार्य चलिथिबा बेले अन्य पटे आत्मघाती हमला करिथिबा आतंकवादीर मुंड घटनास्थळरू मिलिछि। आतंकवादीर मुंड मिलिथिबा बेले ता शरीर विस्फोरण रे छिनछतर होई जाइछि। नंबर 23 हिमाचल प्रदेश पुलिस नियुक्ति घोटाला 7 राज्यर 50टी सीबीआई रेड। हिमाचल प्रदेश पुलिस नियुक्ति घोटाला मामला रे सीबीआई रो बड़ एक्शन। मंगलवार सीबीआई ई घोटाला मामला रे 7 राज्यर प्राय 50टी स्थान रे सर्च ऑपरेशन जारी रखिछि। सूचनायोग्य हिमाचल प्रदेश रे पुलिस भर्ती रे व्यापक घोटाला होइथिला तथा नियुक्ति प्रक्रिया प्रश्नपत्र भी लीक होइथिला। सही प्रश्नपत्र लीक सह जड़ित मामला समय रे मिलिथिबा प्रमाण एवं रुजु होइथिबा बयान आधार रे सीबीआई टीम बिहार, उत्तराखंड, दिल्ली, पंजाब, हरियाणा सह केन्द्र शासित अंचल 50 स्थान रे रेड करिछि। एही रेड रु अनेक प्रमाण दस्तावेज मध्य मिलिछि। नंबर 24 आज निर्णायक मैच। एही 3 बैटरଙ୍କ ଉପରେ ରହିବ सभीଙ୍କ नजर। भारत और न्यूजीलैंड मध्य फेब्रुआरी 1 रे टी20 श्रृंखलार तृतीय तथा निर्णायक मैच खेल। ए मैच रे भारतीय दलर शीर्ष क्रमर बैटरଙ୍କ ଉପରେ भल प्रदर्शन करिवार चाप रहिबो। एपर्यंत रोहित शर्मा, केएल राहुल और विराट कोहली परी अनुभवी खेलाड़ी अनुपस्थिति रे शुभमन गिल, ईशान किशन और राहुल त्रिपाठी परी खेलाड़ी मिलिथिबा सुजोगर फायदा उठाइबारे विफल होइछन्ति। आजिर मुकाबिला पर भारत लंब समय पर्यंत टी20 अंतर्जातीय मुकाबिला खेलिबो नाही। तेणु युव खेलाड़ी निकट में ऑस्ट्रेलिया विपक्ष टेस्ट श्रृंखला पूर्व निजर छाप छाड़बार सुजोग रही। नंबर 25 पुमार नुआ ब्रांड अंबासाडर हेले कैप्टेन हरमनप्रीत कौर। स्पोर्ट्स ब्रांड पुमा इंडिया नुआ अंबासाडर हेले हरमनप्रीत कौर। भारतीय महिला क्रिकेट टीम कैप्टेन हरमनप्रीत को यार ब्रांड अंबासाडर करिछि पुमा। महिला को यार व्यवसाय रे खास करी क्रीड़ा विभाग अंतर्गत सामिल करने प्रतिश्रुति सह ब्रांड यह पदक्षेप नहीं। निकट में ब्रांड एक टीजर पोस्ट करिथिला जो जड़े क्रिकेट रे स्टंप सामने पोजिशन नेउछंती। तेबे 80% ग्राहक अंबासाडर को जड़े पुरुष बोली भाबुथिले। भिडियोटी को संपूर्ण देखिथिबारु बहुत बहुत धन्यवाद।